पुणी गोटे नुआ भिडियो आपण मानक स्वागत। आज पुणी गोटे साइकल यात्रा करवा 20-25 किलोमीटर जावा 40 किलोमीटर खंडे करवा कामाख्या अभिमुखे मु जाऊँगी। देख रास्ता पूरा एकदम फांका बढ़िया रास्ता साइकल चली जाऊँ ट्रक गोटे गोटे जाऊँगी। बढ़िया पाग भी आज है वर्षा यही पागरे ही साइकल चलने को भल लगे। आमर भुवन बाईपास सेपट रहा भुवन टाउन एटा सीधाटा आमर अनुगुल संबलपुर रास्ता। दूर रे पहाड़ टी केते सुंदर देखा एपटे किसी ताल गछ आ भी ताल गछरे बाई चढ़ई बसा गुड़िक देखा जाऊनी। ये देखो गोटे षंढ महादेव वाहन वृषभ जाऊँगी। देखो बिलर पूरा पानी पूरा फुल केते बढ़िया देखा ऊपर। साइकल चलছে এটা ଗୋଡ଼ାନଟା ଭଲ ଲାଗିବ ଗଡ଼ିଯିବ ସାଇକଲ। ଦେଖନ୍ତୁ ଏବେ ମୁଁ ଏଟା ଶାମଳ ଜଙ୍ଗଲ ପାଖାପାଖି ଅଛି। ଦେଖନ୍ତୁ କେତେ ଗ୍ରୀନରୀ ଦେଖା ହେଉଛି। ଦେଖନ୍ତୁ ଏପଟେ ପୁରା ଜଙ୍ଗଲ ଏପଟେ ପୁରା ଜଙ୍ଗଲ ଖଜୁରୀ ଗଛ ଗୁଡ଼ାକ ଅଛି ସୁନ୍ଦର ଦେଖା ହେଉଛି। ମାନେ ଆଟମୋସ୍ଫିୟରଟା आर जो येटा को आप पैसा किनी पारे ना। गाड़ी मोटर जाऊँगा हूँ श्यामल जंगल। आगुरी ये जगार रास्ता बहुत खराब थिला दुनिया एक्सीडेंट भी होता किंतु एबे जंगल भी घुंची गला दी साइड को बढ़िया परिवेश। मु भी बेले बेले एठा को आसे घर आणिकिना आमर बेल मंजी आउ जामुकोली मंजी आपको आनिक जंगल में पकाए। गछ बंचिला आमे समस्ते बंचिबा गछ न बंचिले केही आमे बंचिबा नाही। सबु मरीजा जिते टंका पैसा जिते थिले भी किसी लाभ आसीबो नाही। साइकल चली बढ़िया चारिपट ग्रीनरी एते बड़ बड़ गछ देख। साइकल चली एपटे रास्ता आमर चली रास्ता रे वीडियो गाड़ी मोटर आसुची सब पछरू गोटे गोटे ट्रक देखो केते स्पीड रे जाउची। एटा वर्तमान आमे श्यामल पाखरे पहुँची गले। एटा हमर होची बालीझाटी लिखाई कि बालीझाटी नुआ आगटा हूँ बालीझाटी। एटा हूँ आमर श्यामल छक श्यामल गाँटा ये बाँ पटे अच्छी। एपटे आमर डाहाण पटक पड़े कुनिंदा पटक रास्ता सीधा आम जावा सरांग 61 किलोमीटर। एपटे देखो ट्रेन लाइन टा दूर रे ट्रेन अच्छी देखा मैंने मुझे गोटे पानी कुआ बसी एटा आसीगला आमर बालीझाटी गाँ। एटा पेट्रोल पंप टे नुआ फिटी डाहाण पटे रहा बालीझाटी गाँ। एपटे रहा बालीझाटी गाँ को गेटा रास्ता बालीझाटी गाँ। आग गाँटी है रामकृष्णपुर गाँ तागटा है डेंगा बाहाली देखेबी दूर रे केमती देखा केते ग्रीनरी बढ़िया देखा। यहीटा आसीगला रामकृष्णपुर गाँ रामकृष्णपुर बस स्टॉप। एमती प्रत्येक दिन टिके साइकिल चलेले तार
ମଜାଟା ଅଲଗା। ଯେତିକି ବି ହେଉଛି ସାଇକେଲ ଚଲାନ୍ତୁ, କାରଣ ସାଇକେଲ ଚଲେଇଲେ ଏକରେ ପରିବେଶ ବଞ୍ଚିବ, ଆପଣଙ୍କର ପଇସା ବି ବଞ୍ଚିବ। ଲୋକ କିଏ କ'ଣ କହୁଛନ୍ତି ସେଟା ମ୍ୟାଟର କରେନି, ଆପଣଙ୍କର ଚିନ୍ତାଧାରା କ'ଣ ସେଇଟା ମ୍ୟାଟର କରେ। ଏଇଟା ଆମର ହେଉଛି ମୁରୁଗାଁକୁ ରାସ୍ତା, ସିଧା ରହିଲା ଆମର କାମାକ୍ଷାନଗର। ଏପଟେ ହେଉଛି ବାରୁଆଁ ଧଳପଡ଼ାକୁ ରାସ୍ତା। ସିଧା ଆମେ ଚାଲିଛନ୍ତି। ଦୂରରେ ଗୋଟେ ଛୋଟ ମନ୍ଦିରଟେ ଅଛି, ବଢ଼ିଆ ଦେଖାହେଉଛି। ହାଏ ସାଙ୍ଗମାନେ, ଏବେ ମୁଁ ପଳାଶ ପିଠିଆ ଗୋଡ଼ାରେ ପହଞ୍ଚି ଯାଇଛି। ଦେଖାଉଛି ଗୋଟେ ଟ୍ରେନ୍ ଲାଇନ୍ ଅଛି, ଏଇଟା ଓଭର ବ୍ରିଜ୍ ଉପରେ। ଡାହାଣ ପଟେ ହେଉଛି ପଳାଶ ପିଠିଆ ଗାଁ। ଡାହାଣ ପଟେ ଏଗୁଡ଼ା ସବୁ ଗାଁ, ଏପଟେ ବାଁ ପଟେ ଅଳ୍ପ ଘର ଅଛି, କିନ୍ତୁ ଡାହାଣ ପଟେ ଆକ୍ଚୁଆଲି ତାଙ୍କ ଗାଁଟା ଗୋଡ଼ାର ଗାଁ। ଏଇଟା ହେଉଛି ପଳାଶ ପିଠିଆ ଗୋଡ଼ାକୁ ଗାଁ ଗେଟ୍। ଏଇଟା ଦେଖନ୍ତୁ, ଏଇଟା ଆମେ ଯିବା ସିଧା। ଆମେ ଏବେ ପଳାଇ ଆସିଛନ୍ତି ଦଣାବିଲି ହେଇଯିବା। ଏପଟେ ଦେଖନ୍ତୁ କେତେ ଖଜୁରୀ ଗଛ, ଆଉ ଏଇଠି ବି ଖଜୁରୀ ତାଡ଼ି ବି ପ୍ରବଳ ବିକ୍ରି ହୁଏ। ଲୋକ ଯିଏ ଯାହାର ପିଇବାର କଥା ପିଅନ୍ତି ଖଜୁରୀ ତାଡ଼ି। ଆଗରେ ଗୋଟେ ଭଲ ମହାଦେବଙ୍କର ମନ୍ଦିର ଅଛି, ଶିବଙ୍କର, ଦେଖିବେ ବିଶ୍ଵେଶ୍ୱର ମହାଦେବ। ଏଇପଟେ ଦେଖନ୍ତୁ ମନ୍ଦିରଟା ଦେଖାଗଲାଣି। ଏପଟେ ଡାହାଣ ପଟେ ଗୋଟେ ନାଳଟେ ଅଛି, ନାଳରେ କେତେ ସୁନ୍ଦର ପାଣି ଯାଉଛି ଦେଖନ୍ତୁ, ଦେଖାଯାଉଥିବ ବି। ଏଇଟା ନାଳଟା ଯାଉଛି ପାଣି। ଏପଟେ ରହିଲେ ମହାଦେବ, ବିଶ୍ଵେଶ୍ୱର ମହାଦେବ। ଆଗଟା ହେଉଛି ଦଣାବିଲି ଛକ। ଏଇଠି ବି ଲେଖା ହେଇଛି ଦେଖନ୍ତୁ, ବିଶ୍ଵେଶ୍ୱର ମହାଦେବ। ସାଙ୍ଗମାନେ, ମୁଁ ଏବେ ଟିପିଲେଇ ସୁରପଦାପୁର କ୍ରସ୍ କରିଚାଲିଛି। ଏବେ ଆଗକୁ ଯମୁନାକୋଟ ଆସିବ, ଆଗକୁ ଯମୁନାକୋଟ ରାସ୍ତା। ମାନେ ଏଇ ଯେଉଁ ବର୍ଷା ଦିନେ ଯେଉଁ ଚାରିଆଡ଼େ ଗ୍ରୀନେରୀଟା, ତା ବହୁତ ଆନନ୍ଦ ଲାଗେ। ଯମୁନାକୋଟ ଆଗରେ ପଡ଼ିବ ଯମୁନାକୋଟ ଗାଁ, ଯମୁନାକୋଟ ଛକ ଦେଖେଇବେ ଆପଣଙ୍କୁ। ସାଇକେଲ ଚାଲିଛି ପାଖାପାଖି ଘରଠୁ 15 କିଲୋମିଟର ଆଶା ଗଲାଣି। ଆଗରେ ଗୋଟେ କଇଁ ଗାଡ଼ିଆ ଅଛି, ଏଇଟା ଦେଖନ୍ତୁ ଗୋଟେ କଇଁ ଫୁଲ। ପ୍ରାୟତଃ ଏଠି ସବୁବେଳେ କଇଁ ଫୁଲ ହୁଏ, କିନ୍ତୁ ଏବେ ନାହିଁ, ଅଳ୍ପ ହେଇଛି। କେତେଟା ଖଣ୍ଡେ ଅଛି, ଗୋଟେ ଦୁଇଟା କି 8-10ଟା ଖଣ୍ଡେ ଜଣାପଡ଼ୁଛି। ବିଶେଷ କଇଁ ଫୁଲ ନାହିଁ। ଦୂରରେ ପାହାଡ଼ ଅତି ସୁନ୍ଦର ଦେଖାଯାଉଛି। ରାସ୍ତା କଡ଼ରେ ସବୁ ନିମ୍ବ ଗଛ ଗୁଡ଼ାକ ପ୍ରବଳ ଲାଗିଛି, ନିମ୍ବ, ଚାକୁଣ୍ଡା, କଦମ୍ବ। ଦେଖନ୍ତୁ କେତେ ନିମ୍ବ ଗଛ, ଇଏ ଗୋଟେ ଜାମୁ ଗଛ ଲାଗିଛି। ଏଗୁଡ଼ା ସବୁ ରାସ୍ତା ସାଇଡ଼ରେ, ରାସ୍ତା ମଝିରେ ସବୁ ଫୁଲ ଗଛ। ଏଇଗୁଡ଼ାକର ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗଟା କରିବା ନିହାତି ଜରୁରୀ, ତେଣୁ ଆକୁ ଟଙ୍କାରେ କିଣି ହେବ ନାହିଁ। ଆମେ ଯମୁନାକୋଟ ପାଖାପାଖି ହେଇଗଲାଣି। ଦେଖନ୍ତୁ କେତେ ପାହାଡ଼ଟା କେତେ ସୁନ୍ଦର ଦେଖାହେଇଛି। ଏଇ ପାହାଡ଼ଟା ଆମର ସେପଟେ କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ପୁରା ଲମ୍ବିଛି। ଆମର ଦଣାବିଲଠୁ ଗୋଟେ ରାସ୍ତା ଅଛି, ସେଟା ବିରାଶାଳ ରହଣି ଦେଇକିନା କଙ୍କଡ଼ାହାଡ଼ ଯାଇଛି। ତାଳ ଗଛରେ ତାଳ ମଧ୍ୟ ହେଲାଣି, ପାଚିଗଲାଣି ପୁରା ତାଳ। ଆଉ କିଛି ଦିନ ପୁରା ପଡ଼ିବ, ତାଳ ବରା ହେବ। ଯମୁନାକୋଟ ଛକ ଆମର ହେଇଯାଇଛି। ଏଇଟା ଦେଖନ୍ତୁ ଗୋଟେ ବଡ଼ ହନୁମାନଙ୍କର ମନ୍ଦିର ଗୋଟେ ଅଛି, ବୀର ହନୁମାନ, ପବନପୁତ୍ର ହନୁମାନଙ୍କର ଗୋଟେ ମନ୍ଦିର ଆ ଭିତରେ ଅଛି। ବହୁତ ବଡ଼ ହନୁମାନ ଅଛନ୍ତି, ଦେଖନ୍ତୁ ଦୂରରୁ ଦେଖାଯାଉଛନ୍ତି। ଅନ୍ଧାର ଅଛି, ଦେଖାଯାଉନି ଠିକ୍ସେ। ଏଇଟା ହେଉଛି ଯମୁନାକୋଟ ଛକ ଦୂରରୁ। ଏଇଟା ବର୍ତ୍ତମାନ ଆମେ ଯମୁନାକୋଟ ଛକ କ୍ରସ୍ କରି ଚାଲିଛେ।
ଏବେ ଏଟା ଆମର ଆସିଯିବ ଆଗକୁ ମଠ କରଗଳା। ମଠରା ପୂର୍ବରୁ ଗୋଟିଏ ଗାଁ ମଧ୍ୟ ପଡ଼ିବ। ଯମୁନାକୋଟ ଗଡ଼ାଣି। ଦୂରରେ ଦେଖନ୍ତୁ ପାହାଡ଼ ଅତି ସୁନ୍ଦର ଦେଖାଯାଉଛି। ହାଏ ସାଙ୍ଗମାନେ, ଆମେ ଏବେ ପହଞ୍ଚିବା ମଠକରଗଳା। ଦେଖାଉଛି ଆପଣଙ୍କୁ। ଏଟା ହେଉଛି ମଠକରଗଳା ଛକ। ପହଞ୍ଚିଯିବି ଆଉ ଅଳ୍ପ ସମୟ। এইটা ହେଉଛି ମଠକରଗଳା ଛକ। ବର୍ତ୍ତମାନ ପହଞ୍ଚିଗଲି ମୁଁ। এই ଯେଉଁ ଗେଟ୍ଟା ଅଛି ଏଇଟା ହେଉଛି ମଠକରଗଳା ଛକ। এই ଗେଟ୍ଟା। ଆଜି ପାଇଁ ଏତିକି। ଯଦି ଭିଡ଼ିଓ ଭଲ ଲାଗିଥାଏ ଭିଡ଼ିଓ ଟିକେ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଉ କେଉଁମାନେ ସାଇକେଲ ଚଲାଇବାକୁ ଭଲ ପାଆନ୍ତି ସେମାନେ କମେଣ୍ଟ ଦେବେ। ରହିଲି, ଜୟ ଜଗନ୍ନାଥ।